गोटे कटा होइथिबा लेंबू जदि आपण राति रे तकिया तले रखी शोइबे तेबे मिलिबो बहुत बढ़िया फायदा। तेबे कौन अच्छी आज मुझे आपको डिटेल्स कहबी ओडिया रे, से वीडियो को संपूर्ण रूपे देखंतु। आ जदि सब नुआ नुआ वीडियो एमती ओडिया रे देखिबाक आग्रही तेबे आम चैनल को प्रथमे सब्सक्राइब करी घंटी आइकन को बजै दियंतु। अधिकांश लोके निज घरर मुख्य द्वार लेंबू बा लंका टंगई थांती। ଏହା ଏଥିପାଇଁ କରନ୍ତି କାରଣ ତାଙ୍କ ଘରକୁ ଖରାପ ନଜର ନ ଲାଗୁ ବୋଲି ଏମିତି ମାନ୍ୟତା ଅଛି ଆଉ ପରମ୍ପରା ମଧ୍ୟ ଆମର ରହିଛି। ଏମିତି ତ ଲେମ୍ବୁ ସବୁ ଘରେ ଦେଖିବାକୁ ମିଳିଥାଏ, କିନ୍ତୁ ଲେମ୍ବୁର ଏଇ ଯେଉଁ ବହୁତ ଗୁଡ଼ିଏ ଉପକାରୀ ଗୁଣ ଲୋକ ଏପର୍ଯ୍ୟନ୍ତ ଜାଣିନାହାନ୍ତି, ସେଇଟା ମୁଁ ଆପଣଙ୍କୁ ଆଜି କହୁଛି। ଲେମ୍ବୁରେ ଏପରି ପୋଷକ ତତ୍ତ୍ୱ ଥାଏ ଯାହାକି ଆମ ସ୍ୱାସ୍ଥ୍ୟକୁ ସଠିକ୍ ରଖିଥାଏ ଓ ଆମ ଶରୀର ପାଇଁକା ବହୁତ ଜରୁରୀ ହୋଇଥାଏ। ଏହା ଆପଣ ବେଶ ଭଲ ଭାବେ ଜାଣିଥିବେ କି ଲେମ୍ବୁରେ ଭିଟାମିନ୍ର ମାତ୍ରା ବହୁତ ଅଧିକ ଥାଏ। ତାପରେ ଲେମ୍ବୁର ଉପକାରିତା ବିଷୟରେ ତ ଆପଣ ବେଶ ଭଲ ଭାବେ ଜାଣିଥିବେ, କିନ୍ତୁ ଆପଣ ଏହା ଜାଣିନଥିବେ କି ଶୋଇବା ସମୟରେ ବିଛଣାରେ କଟା ହୋଇଥିବା ଲେମ୍ବୁ ରଖିଲେ ବହୁତ ଚମତ୍କାରୀ ଉପକାରିତା ମିଳିଥାଏ। କାରଣ ଯଦି ଆପଣଙ୍କ ମନ କେବେ କେବେ ଶାନ୍ତ ରହୁନି, ତେବେ ଗୋଟେ ଛୋଟ ଲେମ୍ବୁକୁ କାଟି ରଖି ଦିଅନ୍ତୁ, ଦେଖିବେ ଆପଣଙ୍କୁ ନିଦ ଆସିଯିବ। ଏହା ଏଥିପାଇଁ ହୋଇଥାଏ କାରଣ ଲେମ୍ବୁରେ ଆଣ୍ଟି ବ୍ୟାକ୍ଟେରିଆର ଗୁଣ ରହିଥାଏ ଏବଂ ଏହି ଗୁଣ କାରଣରୁ ମସ୍ତିଷ୍କ ଶାନ୍ତ ହୋଇଯାଏ ଓ ଆମକୁ ନିଦ ଆସିଥାଏ। ତାପରେ ଆପଣ ଦେଖୁଥିବେ କି ଲେମ୍ବୁରେ ଅନ୍ୟ କୌଣସି ଖାଦ୍ୟ ପଦାର୍ଥଠୁ ଅଲଗା ତାର ବାସ୍ନା ଥାଏ। ଯଦି ଆପଣଙ୍କ ଶୋଇବା ବିଛଣା ପାଖରେ ମାଛି ଅଧିକ ହେଉଛନ୍ତି, ତେବେ ଏକ ଛୋଟ ଲେମ୍ବୁକୁ କାଟି ନିଜ ଶୋଇବା ବିଛଣାରେ ରଖିଦିଅନ୍ତୁ, ଦେଖିବେ କି ମାଛି ଆଉ ରହିବେ ନାହିଁ। ତାପରେ ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକେ ଥକି ପଡ଼ନ୍ତି, ଏପରି ଅନେକ କ୍ଷେତ୍ରରେ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଦେଇଥାଏ। ତେଣୁ ଶୋଇବା ସମୟରେ ଏକ ଛୋଟ ଲେମ୍ବୁକୁ କାଟି ବିଛଣାରେ ଯଦି ରଖିଦେବେ, ତେବେ ଆପଣଙ୍କ ମୁଣ୍ଡବିନ୍ଧା ମଧ୍ୟ ଦୂର ହୋଇଯିବ। ଏଇଟା ଥିଲା ବହୁତ ଛୋଟିଆ ଛୋଟିଆ ଟିପ୍ସ जोटा कि ମୁଁ ଭାବିଲି ଆପଣମାନଙ୍କ ପାଇଁ ନିହାତି ଦରକାର, ସେଥିଲାଗି ଭିଡ଼ିଓଟି କରିଦେଉଛି। ଯଦି ଏମିତି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଆଗ୍ରହୀ, ଜାଣିବାକୁ ଆଗ୍ରହୀ, ସବସ୍କ୍ରାଇବ୍ କରନ୍ତୁ ଆମ ଚ୍ୟାନେଲକୁ। ଆଉ ସବୁବେଳେ ଏମିତି ଆମ ଚ୍ୟାନେଲକୁ ଭଲ ପାଇ ଚାଲନ୍ତୁ। ସେ ପର୍ଯ୍ୟନ୍ତ ମୁଁ ରହିଲି, ନମସ୍କାର।